ଭାରତୀୟ କ୍ରିକେଟ ଦଳର ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲି ପରିବାର ସହିତ ସବୁଦିନ ପାଇଁ ଭାରତ ଛାଡ଼ି ଲଣ୍ଡନକୁ ଯିବାକୁ ଚିନ୍ତା କରୁଛନ୍ତି। କିନ୍ତୁ ଏଭଳି ଗୁଜବକୁ ନେଇ ଦୀର୍ଘ ଦିନ ଧରି ଚର୍ଚ୍ଚା ଜୋର ଧରିଛି। ଏବେ ଏହି ଗୁଜବ ପୁଣି ଥରେ ଆରମ୍ଭ ହୋଇଛି, କାରଣ ବିରାଟ କୋହଲି ସମ୍ପ୍ରତି ଲଣ୍ଡନର ରାଜରାସ୍ତାରେ ନଜର ଆସିଛନ୍ତି। ନିକଟରେ ସେ ଶ୍ରୀଲଙ୍କା ଗସ୍ତରେ ଭାରତ ପାଇଁ ଖେଳୁଥିବା ଦେଖିବାକୁ ମିଳିଥିଲା, ଯାହା ପରେ ସେ ଲଣ୍ଡନ ଯାଇଛନ୍ତି। ବିରାଟ ଲଣ୍ଡନର ରାଜରାସ୍ତାରେ ଥିବା ଭିଡିଓ ଏବଂ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି। ଭିଡିଓରେ କିଙ୍ଗ କୋହଲି ସେଠାରେ ଥିବା ରାଜରାସ୍ତାରେ ନଜର ଆସିଛନ୍ତି। ସେହି ସମୟରେ କିଛି କାର୍ ତାଙ୍କ ପାଖ ଦେଇ ଯାଉଥିବାର ଭିଡିଓରେ ଦେଖିବାକୁ ମିଳିଛି। ଏହା ସହିତ ସେ ରାସ୍ତାରେ ଆର ପାର୍ଶ୍ୱରେ ଥିବା କାହାକୁ ଦେଖାଉଥିବା ମଧ୍ୟ ଦେଖିବାକୁ ମିଳିଛି। ସେ ଭିଡିଓରେ ଏକ ଜ୍ୟାକେଟ ପିନ୍ଧିଛନ୍ତି। ବିରାଟ କୋହଲି ତାଙ୍କ ପତ୍ନୀ ମଧ୍ୟ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ସହ ଲଣ୍ଡନରେ ଛୁଟି ବିତାଇବାକୁ ଯାଇଛନ୍ତି। ଏବେ ଆଲୋଚନା ଜୋର ଧରିଛି ଯେ କୋହଲି ଲଣ୍ଡନରେ ତାଙ୍କ ଘର ନିର୍ମାଣ ମଧ୍ୟ କରୁଛନ୍ତି। ବିରାଟ 2023 ମସିହାରେ ଲଣ୍ଡନରେ ଛୁଟି ବିତାଇଥିଲେ। ଏବେ ପୁଣି ଥରେ ସେ ଶ୍ରୀଲଙ୍କା ସିରିଜ ପରେ ଲଣ୍ଡନରେ ପହଞ୍ଚିଛନ୍ତି। ସେବେଠାରୁ ବିରାଟ କୋହଲି ଲଣ୍ଡନରେ ତାଙ୍କ ଘର ନିର୍ମାଣ କରୁଛନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି। ବିରାଟ କୋହଲି ଦିଲ୍ଲୀର ବାସିନ୍ଦା। ଦିଲ୍ଲୀରେ ତାଙ୍କର ଏକ ଘର ଅଛି, ଯେଉଁଠାରେ ତାଙ୍କ ପିତାମାତା, ଭାଇ ଏବଂ ପରିବାର ଅନ୍ୟ ସଦସ୍ୟମାନେ ମଧ୍ୟ ରୁହନ୍ତି।